ଗୋଟେ ମସ୍ତ ପିକନିକ ପଏଣ୍ଟ ଖୋଜୁଛନ୍ତି କି? ତାହେଲେ ଆସ ମାନେ ଡେ 1 ମିନି ବ୍ଲଗ ଚ୍ୟାଲେଞ୍ଜ କୁ ଆଜି ଆପଣଙ୍କୁ ସ୍ୱାଗତ କରୁଛି। ସାଙ୍ଗମାନେ ଆପଣମାନେ ଭାବୁଛନ୍ତି ଏଠି କଣ ହଉଛି? ତ ଏଇ ବୋଟ ଟି ଖରାପ ହେଇଯାଇଛି ତ ସେଇଥିପାଇଁ ଏଇ ବୋଟ ଟି ସରା ଏତେ ଲୋକ ସେଥିପାଇଁ ଭିଡ଼। ଆପଣମାନେ ଭାବୁଛନ୍ତି ମୁଁ କୁଆଡେ ଯାଉଛି? ମୁଁ ଆଜି ଯାଉଛି ଦୁବଲାଗଡିକୁ ଫିଷ୍ଟ କରିବା ପାଇଁ, କାହିଁକି ନା ନୂଆ ବର୍ଷରେ କିଛି କରିବାର ନାହିଁ ତ ସେଇଥିପାଇଁ ଯାଉଛି ଆଜି। ଆଉ ସାଙ୍ଗମାନେ ଆମେ ଫାଇନାଲି ଆସି ପହଞ୍ଚି ଯାଇଥିଲୁ ଦୁବଲାଗଡରେ, କାହିଁକି ନା ଆପଣ ଜାଣିପାରୁଥିବେ ବ୍ୟାକଗ୍ରାଉଣ୍ଡ ର ଗଛ ପତ୍ର ଦେଖିକି। ସାଙ୍ଗମାନେ ଏଠି କେତେଟା ଫିଷ୍ଟ ଚାଲିଛି ମୁଁ ଆପଣଙ୍କୁ ଦେଖାଉଛି। ଗୋଟେ, ଦିଟା, ତିନିଟା ଫିଷ୍ଟ ଚାଲିଛି। ତ ଆପଣମାନେ କେବେ ଆସନ୍ତି? ଜଲ୍ଦି ଜଲ୍ଦି ଆସନ୍ତୁ। ଡିସେମ୍ବର ମାସରେ ସମୁଦ୍ର କୂଳର ଭିଉ କିଛି ଅଲଗା ପ୍ରକାର ଥାଏ। ମାନେ ଆପଣମାନେ ଭାବୁଥିବେ ଏଇଟା କଣ? ଏଇଟା ଚିକେନ କୁ ଗୁଳା ହଉଛି, କାହିଁକି ନା ପକୋଡା ହବ ଆଉ ମ୍ୟାଗି ହବ। ତ ଡେ 2 ରେ ଆପଣ ଦେଖିବେ କେମିତି କଣ ହେଇଛି। ମ୍ୟାଗି କରିବା ପାଇଁ ଗାଜର, ଟମାଟୋ, ପିଆଜ, ଧନିଆ ପତ୍ର ବହୁତ କିଛି ଆଣା ହେଇଛି। ଧନିଆ ପତ୍ରରେ ହାତ ପକେଇକି ଉଠେଇଥିଲେ ଯାଦୁ ହେଇଗଲା କାଳେ କାଟିକି ଛୁମନ୍ତର। ତାପରେ ସିଧା ଯାଇକି ପଡିଗଲା ଚିକେନ ଉପରେ। ଚିକେନ ଦେଖାଗଲା ସୁନ୍ଦର ସୁନ୍ଦର। ଆମ ଗାଁରେ ସବୁ ଟ୍ୟାଲେଣ୍ଟେଡ ଛୁଆମାନେ ଅଛନ୍ତି। କଢାରୁ ଉଠେଇ ଆଣୁଛି ଗରମ ଗରମ ଚିକେନ ପକୋଡା ଦେଇକି ପାଟିରେ ପୁରେଇ ଦଉଛି। ତ ଆଜିର ଭିଡିଓଟି ଯଦି ଟିକେ ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ କରିକି ଯିବେ। ଜୟ ଜଗନ୍ନାଥ।